ବହୁତ ହି ସାହାଯ୍ୟ ଜଗନ୍ନାଥଙ୍କର ଘରରେ ଚାଲିଛି 42 ବର୍ଷ ହେଲାଣି। ତାଙ୍କ ଆଶୀର୍ବାଦରେ ଏଥର ହେଇଛି ସଫଳ ହେଇଛି। 65,000 ଟଙ୍କା ନିଲାମ ନିଆଯାଇଛି। ଅନୁଭୂତି କଣ ଅଛି? ବହୁତ ଅଛି। 42 ବର୍ଷ ହେଲା ଭାଗବତ ପାରାୟଣ ହୋଇ ଆସୁଅଛି। ଯୋଉ କଳସୀ ମା ଭଉଣୀ ମାନେ ଆଣନ୍ତି ତାଙ୍କର ଉନ୍ନତି ମାନସିକ ଯାହା କରିଥାନ୍ତି ସେ ପାଇଛନ୍ତି। ଏଇଭଳି ନୀଳା ଲାଗି ଆସି କଳସୀ ଯାତ୍ରା କରି ଆସି ଜଗନ୍ନାଥ ପ୍ରାଙ୍ଗଣରେ ଆସି ପହଞ୍ଚନ୍ତି। ତାପରେ ଆମର ଯଜ୍ଞ କାମ ଆରମ୍ଭ ହୁଏ। ଯଜ୍ଞ କାମ ହୋଇସାରିଲା ପରେ ତାପରେ ରାତି ସନ୍ଧ୍ୟା ବେଳେ ଆମର ଭାଗବତ ପ୍ରାଙ୍ଗଣରେ ସବୁ ମା ଭଉଣୀ ମାନେ ପହଞ୍ଚି ବକ୍ତା ଆମର ସୁନାମ ଧନ୍ୟ ବକ୍ତା ଆସି ଆମକୁ ଭାଗବତ ବାଣୀର ଆମକୁ କୁହନ୍ତି। ତେଣୁ ଆମେ ଶ୍ରବଣ କରି ଏହିପରି ନୀଳା 7 ଦିନ ଆସିଅଛି। 7 ଦିନ ପରେ ଆମର ଯଜ୍ଞ କାମ 8 ଦିନ ହୁଅ ଯଜ୍ଞ କାମ ପୂର୍ଣ୍ଣାହୁତି କାମ ହୋଇ ତାପରେ ପିଲାଙ୍କର ନଡୁ ନିଲାମ କରାଯାଇ ହରିହାଟ ଗ୍ରାମ ପ୍ରଶାସନ ଯାଇ ହରିହାଟ ଗ୍ରାମ ଯାଇ 1000 ଲୋକ 4-5 ହଜାର ଗ୍ରାମବାସୀ ବାହାରୁ ଯୋଉମାନେ ଅଛନ୍ତି ପ୍ରଶାସନ କରନ୍ତି। ଆଜକୁ 42 ବର୍ଷ ହେଲା ଭାଗବତ ପାରାୟଣ ଚାଲି ଆସୁଛି। 42 ବର୍ଷ ଭିତରେ ଆମର ଆଜ୍ଞା ଲଡୁ ନିଲାମ 2009 ମସିହାରୁ ଆରମ୍ଭ ହୋଇଛି ଏବଂ ଆଜ୍ଞା ଲଡୁ ଯିଏ ନେଇଛନ୍ତି ତାଙ୍କର ବହୁତ ଉନ୍ନତି ହେଇଛି। ଆଉ ଆମର ଭାଗବତ ପାରାୟଣ ଯୋଉମାନେ ବ୍ରତ କରିଛନ୍ତି ବ୍ରତଧାରୀ ମାନଙ୍କର ବହୁତ ଉନ୍ନତି ହେଇଛି। ସମସ୍ତେ ଦଳକାପାଟଣା ସାହିର ସବୁ ଲୋକଙ୍କର ଉନ୍ନତିରୁ ଉନ୍ନତି ବଢି ଚାଲିଛି। ଆଉ ପାରାୟଣ ଆମର ଯୋଉ ଅନୁସାରେ ଚାଲିଥିଲା ସେ ବି ବହୁତ ଜାକଜମକରେ ଆହୁରି ଉନ୍ନତି ଧରଣର କାମ ଚାଲିଛି। କାମ ପ୍ରତିବର୍ଷ ଚାଲିଛି।